ବନ୍ଧୁଗଣ ଜୟ ଶ୍ରୀ ଜଗନ୍ନାଥ ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଏକ ନୂତନ ଭିଡ଼ିଓରେ ସ୍ୱାଗତ। ଆଜି ଆଲୋଚନା କରିବା ସ୍କୁଲ ସେଫ୍ଟି ରେଜୁଲ୍ୟୁସନ୍। ଆପଣମାନେ ଜାଣିଛନ୍ତି ଯେହେତୁ ବିଭାଗ ତରଫରୁ ଚିଠି ହୋଇସାରିଛି ସ୍କୁଲ ସେଫ୍ଟି ରେଜୁଲ୍ୟୁସନ୍ କରିବା ପାଇଁ କିଭଳି ଭାବେ ଅଧିବେଶନଟିକୁ କରିବେ ଏବଂ ସେଥିରେ କେଉଁମାନେ ସାମିଲ ହେବେ ଏ ବିଷୟରେ ନିଶ୍ଚିତ ଭାବେ ସେଠିକି ଆଲୋଚନା କରିବା ଏବଂ ନିଶ୍ଚିତ ଭାବେ ପ୍ରତ୍ୟେକ ଶିକ୍ଷାର୍ଥୀତାର ସମସ୍ୟାକୁ ନେଇକି ପ୍ରତ୍ୟେକ ଚିଠି ମଧ୍ୟ ଗଣଶିକ୍ଷା ବିଭାଗ ଯେଟିକି ଆମେ ଆଲୋଚନା କରିବୁ। ନିଶ୍ଚିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ସେୟାର କରିବେ, ନିଜର ମତାମତ ଦେବେ। ଚାଲନ୍ତୁ ଜାଣିବା ସ୍କୁଲ ସେଫ୍ଟି ରେଜୁଲ୍ୟୁସନ୍। ଏ ଦେଖନ୍ତୁ ଅଧିବେଶନ ନମ୍ବର ପକାଇବେ, ଏ ବାଁ ପଟେ ଯେଉଁ ଲେଖା ହେଇଛି ଅଧିବେଶନ ନମ୍ବର ଆପଣଙ୍କର ଛୁଟି ପରେ ଯଦି ହେଇଥିବ ବା ପୂର୍ବରୁ ଯଦି ହେଇଥିବ ଯେଉଁ ଆପଣଙ୍କ ରେଜୁଲ୍ୟୁସନ୍ ଖାତା ଅଛି ସେ ରେଜୁଲ୍ୟୁସନ୍ର ଅଧିବେଶନ ନମ୍ବରଟିକୁ ପକାଇବେ। ତାପରେ ଡାହାଣ ପଟେ ସ୍ଥାନ ସ୍କୁଲ ନାମ ଯେଉଁଠି ଯେଉଁ ସ୍କୁଲରେ ହେଉଥିବ ଆପଣଙ୍କ ବିଦ୍ୟାଳୟରେ ଏବଂ ତାରିଖ ଦେବେ, ବାର ଦେବେ, ସମୟ ମଧ୍ୟ ଦେବେ। ଆମେ ଗୋଟେ ବିଦ୍ୟାଳୟ ନାଁ ଦେଖିଛୁ, ଆପଣ ବିଦ୍ୟାଳୟ ନାଁ ଲେଖିବେ ଯେ ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟ ପରିଚାଳନାର ସ୍ଥାୟୀ ସଭାପତି ନାମ ଲେଖିବେ ଯିଏ ଥିବେ। ଉପସ୍ଥିତିରେ ନିମ୍ନ ସ୍ୱାକ୍ଷରକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ଆରମ୍ଭରେ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ସ୍ୱାଗତ ଅଭିଭାଷଣ ଦେଲେ। ତାପରେ ବିଷୟବସ୍ତୁ ଆଲୋଚନା କଲେ। ଯେଉଁ ବିଷୟରେ ଆପଣ ଆଲୋଚନା କରୁଛନ୍ତି ସ୍କୁଲ ସେଫ୍ଟି କଥା କୁହନ୍ତୁ ବା ଯଦି କିଛି ଆଲୋଚନା କରୁଛନ୍ତି ସେ ବିଷୟରେ ଟିକେ ଲେଖିବେ। ନିମ୍ନଲିଖିତ ବିଷୟବସ୍ତୁ ଉପରେ କମ୍ପୋଜିଟ୍ ଗ୍ରାଣ୍ଟ ବା ପାଣ୍ଠି ବିଷୟରେ ଆଲୋଚନା କରିଥିଲେ। ସ୍କୁଲର କ'ଣ ଆବଶ୍ୟକ ରହିଛି ସେଥିପାଇଁ ସରକାରଙ୍କ ତରଫରୁ ବିଦ୍ୟାଳୟ ନିମନ୍ତେ ଆସିଥିବା ଟଙ୍କା ହେଉଛି ତଥା ଯାହା ଆସିଥିବ ଆପଣ ସେଇ ବର୍ଷ କମ୍ପୋଜିଟ୍ ଗ୍ରାଣ୍ଟରେ ସେଇ ଟଙ୍କାର ପରିମାଣଟି ସେଠି ଲେଖିବେ। ଯେଉଁ RS ଲେଖା ହେଇছে ପରିମାଣଟି ଲେଖିବେ। ସର୍ବପ୍ରଥମେ ବିଦ୍ୟାଳୟର ଖର୍ଚ୍ଚ ଚକ୍ ଡଷ୍ଟର ଝାଡ଼ୁ ଆଦି ପାଇଁ ଖର୍ଚ୍ଚ ଟଙ୍କା ରଖାଯିବ। ଯେହେତୁ ବର୍ଷ ଆରମ୍ଭ ହୋଇଛି ତେଣୁ ଆପଣ ଗୋଟେ ଚକ୍ ଡଷ୍ଟର ବା ଝାଡ଼ୁ ଯାହା ମିନିମମ୍ ଗୋଟେ ଆବଶ୍ୟକ ସେଇ କଥା ଲେଖିଦେବେ ଯେ ଏତିକି ଟଙ୍କା ଆସିଥିଲା କମ୍ପୋଜିଟ୍ରୁ ଆଉ ଏତିକି ଟଙ୍କା ରଖାଯିବ। ତାପରେ ଆପଣ ଆଲୋଚନାକୁ ଆଗକୁ ନେବେ ଯେ ବିଦ୍ୟାଳୟର ସମସ୍ତ ପିଲା ଦରି ଉପରେ ବସୁଛନ୍ତି ସେଥିପାଇଁ ସମସ୍ତ ଶ୍ରେଣୀ ପିଲାଙ୍କ ପାଇଁ ବ୍ୟାଚ୍ ଓ କ୍ରୟ ପାଇଁ ସ୍ଥିର କଲେ। ଭଲ ଜିନିଷ କ୍ରୟ ପାଇଁ ସ୍ଥିର କଲେ। ଭଲ ଜିନିଷ ସୁଲଭ ମୂଲ୍ୟରେ କିଣିବାକୁ ଚେଷ୍ଟା କରନ୍ତି। ତେଣୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ତଦାରଖ କରିବେ। ତା'ର ଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଲେ। ତେଣୁ ଆପଣ ଯେଉଁ ମୂଳ କଥା ଆସିଥିଲା ଯେ କମ୍ପୋଜିଟ୍ ଗ୍ରାଉଣ୍ଡରୁ କେତେ ଟଙ୍କା କ'ଣ ଆସିଛି ସେ ବିଷୟରେ ଆପଣ ବୈଠକରେ ଆଲୋଚନା କରିବେ ଏବଂ କେଉଁ କ୍ଷେତ୍ରରେ ଖର୍ଚ୍ଚ କରିବେ ସେ ବିଷୟରେ ଆଲୋଚନା କରିବେ। ସବୁ ଶେଷରେ ମଧ୍ୟାହ୍ନ ଭୋଜନ ମଧ୍ୟ ତଦାରଖ କରିବା ପାଇଁ ଏବଂ ଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେବେ। ଏ ଦେଖନ୍ତୁ ପ୍ରେସିଡେଣ୍ଟ ଉପରେ ସାଇନ୍ ସିଗ୍ନେଚର୍ କରିବେ। ଆପଣ ଯେଉଁ ଚେୟାରମ୍ୟାନ୍ କହୁଛନ୍ତି କରିବେ। ତାପରେ ଯେଉଁ ମେମ୍ବର ମାନେ ଆସିଥିବେ ସେ କମିଟି ମେମ୍ବର ଗାର୍ଡ଼ିଆନ୍ ଯିଏ ଆସିଥିବ ଆପଣ ସେଠି ଡାହାଣ ପଟେ ଦସ୍ତଖତ କରିବେ। ଦସ୍ତଖତ କଲା ପରେ ରେଜୁଲ୍ୟୁସନ୍ ହେଲା ପରେ ଆପଣ ପରବର୍ତ୍ତୀ ସମୟରେ ଜାଣିଛନ୍ତି ଯେ ସେ କମ୍ପୋଜିଟ୍ ଟଙ୍କା ଉଠାଇବେ କି ସେଇ ହେଡ଼ରେ ପୁଣି ଖର୍ଚ୍ଚ କରିବେ। ଖର୍ଚ୍ଚ କରି ତାକୁ ପୁଣି ଆପଣଙ୍କର ଯେଉଁ ଖର୍ଚ୍ଚବ୍ୟ ଖାତା ଅଛି ୱିଥ୍ ରସିଦ, ଦୋକାନର ତ ପ୍ରାୟ ରସିଦ ମିଳିବ, ସେ ରସିଦକୁ ଆଣିକି ସେଠି ରଖିବେ। କାରଣ ଯେତେବେଳେ ଅଡ଼ିଟ୍ ହେବ ସେତେବେଳେ ଆପଣ ତାକୁ ସବ୍ କରିବେ। ତେଣୁ ଆଉ ଥରେ ପୁଣି ଥରେ ଆଲୋଚନା କରୁଛୁ ସ୍କୁଲ ସେଫ୍ଟି ରେଜୁଲ୍ୟୁସନ୍। ଅଧିବେଶନ ନମ୍ବର ପକାଇବେ, ସ୍କୁଲର ନାମ ଦେବେ, ତାରିଖ, ବାର, ସମୟ, ବିଦ୍ୟାଳୟ ଯେଉଁ ବିଦ୍ୟାଳୟ ଥିବ ସେ ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟ ପରିଚାଳନାର ସ୍ଥାୟୀ ସଭାପତି ନାମ ଦେବେ। ଉପସ୍ଥିତିରେ ନିମ୍ନ ସ୍ୱାକ୍ଷରକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ଆରମ୍ଭରେ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ସ୍ୱାଗତ ଅଭିଭାଷଣ ଦେଲେ। ତାପରେ ବିଷୟବସ୍ତୁ ଆଲୋଚନା କଲେ। ନିମ୍ନଲିଖିତ ବିଷୟବସ୍ତୁ ସ୍କୁଲର କମ୍ପୋଜିଟ୍ ଗ୍ରାଣ୍ଟ ବା ପାଣ୍ଠି ବିଷୟରେ ଆଲୋଚନା କରୁଥିଲେ। ସ୍କୁଲର କ'ଣ ଆବଶ୍ୟକ ରହିଛି ସେଥିପାଇଁ ସରକାରଙ୍କ ତରଫରୁ ବିଦ୍ୟାଳୟ ନିମିତ୍ତ ଆସିଥିବା ଟଙ୍କା ସେଇ ବର୍ଷ ଯେତିକି ଟଙ୍କା ଆସିଥିବ ସେ ଟଙ୍କାଟି ଲେଖିବେ। ସର୍ବପ୍ରଥମେ ବିଦ୍ୟାଳୟର ଖର୍ଚ୍ଚ ଚକ୍ ଡଷ୍ଟର ଝାଡ଼ୁ ଆଦି ପାଇଁ ଖର୍ଚ୍ଚ ଟଙ୍କା ରଖାଯିବ। ବିଦ୍ୟାଳୟର ସମସ୍ତ ପିଲା ଦରି ଉପରେ ବସୁଛନ୍ତି ସେଥିପାଇଁ ସମସ୍ତ ପ୍ରଥମ ସପ୍ତମ ଶ୍ରେଣୀ ବା ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ବ୍ୟାଚ୍ ବସ୍ତ୍ର କ୍ରୟ ପାଇଁ ସ୍ଥିର କଲେ। ଭଲ ଜିନିଷ କ୍ରୟ ପାଇଁ ସ୍ଥିର କଲେ। ଭଲ ଜିନିଷ ସୁଲଭ ମୂଲ୍ୟରେ କିଣିବାକୁ ଚେଷ୍ଟା କରନ୍ତି। ପିଲାଙ୍କ ମଧ୍ୟାହ୍ନ ଭୋଜନକୁ ତଦାରଖ କରିବେ। ତା'ର ଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଦେଲେ। ତାପରେ ଆପଣ ସମସ୍ତ ସିଗ୍ନେଚର ମଧ୍ୟ ରଖିବେ। ତେଣୁ ବନ୍ଧୁଗଣ ଇଏ ଥିଲା ଆଜିର ଛୋଟିଆ ଆଲୋଚନାଟି ସ୍କୁଲ ସେଫ୍ଟି ରେଜୁଲ୍ୟୁସନ୍। ଆପଣମାନେ ନିଶ୍ଚିତ କରିଥିବେ। ଆମେ ଚେଷ୍ଟା କରୁଛୁ ଆପଣଙ୍କ ପାଖରେ ପହଞ୍ଚିବା ପାଇଁ। ନିଶ୍ଚିତ ଚ୍ୟାନେଲକୁ ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଆଜି ପାଇଁ ଏତିକି, ଧନ୍ୟବାଦ।